ଜଗନ୍ନାଥ। ଆଜି ଛୁଆ ମନେ ରଖିଥା, ଆଜି ଆଲୋଚନା କରିବା କଳାଗିରିରେ ଜଗନ୍ନାଥ। ହେଲା, କଳାଗିରି ଜଗନ୍ନାଥ ମହାପୁରୁଷ କଳାଗିରି ବୋଲି ଅନେକ ସ୍ଥାନକୁ ନିରୂପଣ କରୁଛନ୍ତି। ଆମେ ଜାଣିବା ଭିତରେ ଆମେ 10-12 ଜାଗା ମହାପୁରୁଷଙ୍କ ଲେଖା ଲେଖିଛୁ। କଣ କଳାଗିରି ବିଷୟ ଲେଖିଛନ୍ତି। ଯେମିତି ଯାଜନଗର ବିଷୟ ଲେଖିଥିଲେ, ଅନେକ ଜାଗା ଲେଖିଛନ୍ତି। ଯାଜନଗର ଫେରେ ଗୁପ୍ତ କରିଦେଇଛନ୍ତି। ଉତ୍କଳ ଦେଶରେ ଯାଜନଗର ଭୂମି ଅଟଇ ଗୁପତ ଠାବ, ନିତ୍ୟ ଭକ୍ତମାନେ ଦିନ ଗଣୁଥିବେ ମାରକୁଣ୍ଡ ପ୍ରିୟ ଧ୍ରୁବ। ସବୁ ଖୋଲି କହିଲେ, ଫେରେ ଗୋଟେ କେଁ ରଖିଦେଲେ ଗୁପ୍ତ କରିଦେବେ। ସେମିତି କଳାଗିରି ବୋଲି ଖୋଲିକି ଅନେକ ଜାଗାକୁ କହିଛନ୍ତି, ଫେରେ ଗୁପ୍ତ କରିଦେଇଛନ୍ତି। ଆଉ ଗୋଟେ ଭଲ କଥା ମନେ ରଖିଥାଅ, ଅନନ୍ତ ଯୁଗରେ କୋଉ ଲୀଳା? ଅନନ୍ତ ମାଧବଙ୍କ ଲୀଳା। ତଦନ୍ତେ ଜଗନ୍ନାଥ ବଳରାମ କହିଲା। ହେଲା, ସଖା ଅଙ୍ଗରେ ହରିହର ଖେଳ କରିବେ ବୋଲି ଆଗରୁ ମଧ୍ୟ ଆଲୋଚନା କରିଛେ। ଯଶୋବନ୍ତ ଦାସଙ୍କ ଲେଖା ହଉ କି ହାଡ଼ିବନ୍ଧ ଦାସଙ୍କ ଲେଖା ହଉ, ତାକୁ ସବୁ ଆଲୋଚନା କରିଥିଲେ। ସେମିତି ପ୍ରଭୁ ସଖାଙ୍ଗରେ କଣ କରିବେ? ବର୍ତ୍ତମାନ ଖେଳ କରିବେ। ଅନନ୍ତ ଯୁଗରେ କୋଉ ଲୀଳା ହବ? ନା ଅନନ୍ତ ମାଧବ ଲୀଳା ହବ। ଆଉ ଜଗନ୍ନାଥ ବର୍ତ୍ତମାନ ବାହାରି ପଡୁଛନ୍ତି ବହୁତ ଜାଗାରେ। ଅନନ୍ତ କେଶରୀ ବହୁତ ବାହାରି ପଇଲେଣି ନା ନାଇଁ? ଠାକୁର କୋଉଠି ଜନ୍ମ ହେବେ ସେ ଗାଁ ନାଁ ଟା ମହାପୁରୁଷ ସ୍ୱତନ୍ତ୍ର ମଧ୍ୟ ଲେଖିଛନ୍ତି। ବୁଝିପାରୁଛ ନା ବୁଝିପାରିଲନି? ମହାପୁରୁଷ ଗାଁ ନାଁ ଟାକୁ ସ୍ୱତନ୍ତ୍ର ଭାବେ ମଧ୍ୟ ଠାରିକି ଲେଖିଛନ୍ତି। ସେଇଟା ହରିହର କ୍ଷେତ୍ର ହବ, ସେଇଟା ସମ୍ବଳନଗର ହବ, ସେଇଟା ମଧ୍ୟ ଯାଜନଗର। କିନ୍ତୁ ଏଟା କୋଉଠି? ନା ବିରଜା ମଣ୍ଡଳ ଭିତରେ। କିନ୍ତୁ ଅନନ୍ତ ମାଧବ ଲୀଳା ବିରଜା ମଣ୍ଡଳରେ ନୁହଁ, ମହାପୁରୁଷ କାଟିଛନ୍ତି। ଅନନ୍ତ ମାଧବ ଉଦୟ ହବ ଏକାମ୍ର ବନ ଅନ୍ତରେ। ତା ତଳ ପଦଟା କହୁନୁ। ଗରୁଡ଼ କବି ଲେଖିଛନ୍ତି, 13 ଜନ୍ମ ଶରଣେ ମଧ୍ୟ ଲେଖିଛନ୍ତି। ଲେଖିନାହାନ୍ତି ନା? ଅନନ୍ତ ମାଧବ ଲୀଳା ବିରଜା ମଣ୍ଡଳ। ଅନନ୍ତ ମାଧବ ବିରଜା ମଣ୍ଡଳରେ ଉଦୟ ହେବେ, କିନ୍ତୁ ଠାକୁର ଜନ୍ମ ହେବେ କେତେବେଳେ? ନା ଅନନ୍ତ ମାଧବଙ୍କ ଲୀଳା ହବ। ସେଇଟା କଣ? ସେଇଟା କ୍ୟାମେରା ଆଗରେ କହିହବ ନାହିଁ। କେତେ ଅଙ୍କରେ ପ୍ରଭୁ ଆସିବେ? ଅନନ୍ତ ମାଧବଙ୍କ ଲୀଳା ସରିଲା ପରେ ସେ ଆସିବେ। ହେଲା, ଆରି ଉପରେ ମହାପୁରୁଷ କଣ କହୁଛନ୍ତି? ନିଗମ କଳ୍ପଶାସ୍ତ୍ର, ସେଥିରେ ସେ କଣ କହିଲେ? ଉତ୍କଳ ଏଭୂଇଁ ବିରଜା ମଣ୍ଡଳେ ପଡୁଥିବ ଖାଲି ହୁରି, ଥୋକେ ଯେ କହିବେ ଜନ୍ମ ହେଲେଣି ନେତ୍ରେ ଦେଖିଅଛୁ ହରି। ନିଗମ କଳ୍ପ। ମହାପୁରୁଷ 318 ଖଣ୍ଡ ଭବିଷ୍ୟତ ମାଳିକା ଲେଖିଲେ, ତା ଦେହରୁ କଳ୍ପ କେଇ ଖଣ୍ଡ ଲେଖିଛନ୍ତି। ସେଟା କ୍ୟାମେରା ଆଗରେ କହିବୁ ନାହିଁ, ତମେ କହିଦେଇ ପଛେ। ବୁଝିପାରୁଛ ନା? ଉତ୍କଳ ଏଭୂଇଁ ବିରଜା ମଣ୍ଡଳେ ପଡୁଥିବ ଖାଲି ହୁରି। କୋଉଠି ହୁରି ପଡିବ? ବିରଜା ମଣ୍ଡଳ ଭିତରେ ହୁରି ପଡିବ। ଥୋକେ ଯେ କହିବେ ଜନ୍ମ ହେଲେଣି ନେତ୍ରେ ଦେଖିଅଛୁ ହରି। କହିଲେ ମହାପୁରୁଷ କହୁଛନ୍ତି, କିଛି ବ୍ୟକ୍ତି ବାହାରିବେ ତ ଆମେ ଦେଖିଛୁ ଆଖିରେ ବା ଠାକୁର ଅମୁକ ଜାଗାରେ ଜନ୍ମ ହେଇଛନ୍ତି। ବୁଝିପାରୁଛୁ ନା ବୁଝିପାରୁନୁ ପ୍ରଣୟ ଭାଇ? ଗୁପ୍ତର ଲୀଳା ଗୁପ୍ତ ପ୍ରକାଶିବ, ଗୁପ୍ତ ଗୁପ୍ତ ହୋଇ। ଦେଖ, ଗୁପ୍ତ ତ ଗୁପ୍ତ, ସେ କହିଛନ୍ତି ଆହୁରି ଗୁପ୍ତ। ଗୁପ୍ତର ଲୀଳା ପ୍ରକାଶ ହୋଇବ, ଗୁପ୍ତର ଲୀଳା ଗୁପ୍ତେ ପ୍ରକାଶିବ, ଗୁପ୍ତ ଗୁପ୍ତ ହୋଇ। ମାନେ ସେ ଲୋକଲୋଚନକୁ ଆସିବ ନାହିଁ। ଆମ୍ଭେ ପଞ୍ଚସଖା ଗଢ ବାନ୍ଧିଥିବୁ କଳାଗିରି ଗୁପ୍ତଚର। କହିଲେ ଆମେ ପଞ୍ଚସଖା ମାନେ କଳାଗିରିରେ ଗଡ ବାନ୍ଧିକି ରହିଥିବୁ। ମାନେ ପଞ୍ଚସଖା ଯୋଉ କଳାଗିରିରେ ଥିବେ, ସେଇ କଳାଗିରିରେ କଣ ହେବେ? ଠାକୁରଙ୍କର ଆବିର୍ଭୂତ ହବ। ଏଟା ମନେ ହେଇଥା, ବିରଜା ମଣ୍ଡଳର ଶେଷ ଗୋଟେ ପାଦ ଦେଶ ଏଠି। କିନ୍ତୁ ସେ ସମୟ ଆସି ନାହିଁ।
ପଞ୍ଚସଖା ପ୍ରକୃତରେ ଗଡ଼ ଏପର୍ଯ୍ୟନ୍ତ ବାନ୍ଧିନା। କୋଉ ପଞ୍ଚସଖା? ହେତୁଦିଆ ପଞ୍ଚସଖା ନା ନିତ୍ୟ ପଞ୍ଚସଖା ନା ପଞ୍ଚସଖା ତାପରେ ବି ମହାପୁରୁଷ କହିଛନ୍ତି। ବୁଝିପାରୁଛ ନା ବୁଝିପାରୁଛ? ତା ପୂର୍ବେ ପ୍ରଶ୍ନ ତାକୁ କରିବା। ପୁଣି କହିଲେ ହରି ହର କ୍ଷେତ୍ରରେ ଜନ୍ମ ହୋଇବ ମୋତେ ନ ଚିହ୍ନିବେ ନର। କିଏ ଅଚ୍ୟୁତ କହୁଛନ୍ତି? ଗୋଟେ ହେ ରାମ ମୋର କୋଉଠି ଜନ୍ମ ହବ? ହରିହରଙ୍କ କ୍ଷେତ୍ରରେ ମତେ କେହି ଚିହ୍ନି ପାରିବେ ନାହିଁ। ଦ୍ୱାଦଶ ଗୋପାଳ ଦେହେ ବିରାଜିବି ଶୁଣ ରାମଦାସ ମୋର। ହେ ରାମଦାସ, ମୁଁ ଦ୍ୱାଦଶ ଗୋପାଳଙ୍କ ଦେହରେ ଖେଳୁଥିବି, ସେମାନେ ସବୁ ପଦାକୁ ବାହାରିଦେବେ, କିନ୍ତୁ ମତେ କେହି ଚିହ୍ନି ପାରିବେ ନାହିଁ। ମୋ ଦେହେ ଠାକୁର ବିହାର କରିବେ ଚିହ୍ନି ନ ପାରିବେ କେହି। କିଏ କହୁଛନ୍ତି? ଅଚ୍ୟୁତ। 13 ଜନ୍ମ ସରଣୀ ଖୋଲିକି ଲେଖିଛନ୍ତି। ଏଠି ନିଗମ କଳ୍ପରେ ଯାହା କହୁଛନ୍ତି ସେଠି ମଧ୍ୟ ସେଇଆ କରିଛନ୍ତି। ଅଚ୍ୟୁତ କହୁଛନ୍ତି ମୋ ଦେହରେ କଣ କରିବେ? ଠାକୁର ଖେଳ କରିବେ। ବ୍ରହ୍ମ ଏକାକ୍ଷର ଶ୍ରୀରାମ ତାରକା ମନ୍ତ୍ର ମୂଳ ମନ୍ତ୍ର ଗୋଟି କହିଛି। କହିଲେ ମୁଁ କଣ ହେବି? ଯେତେବେଳେ ଆସିବି ବ୍ରହ୍ମ ଏକାକ୍ଷର ଏବଂ ଶ୍ରୀରାମ ତାରକ ମନ୍ତ୍ର ପ୍ରଦାନ କରିବି। ତାଙ୍କ ଦେହରେ ଠାକୁର ରାମ ତାରକ ମନ୍ତ୍ର 6 ଅକ୍ଷର ହେଇଥିବ। ବ୍ରହ୍ମ ଏକାକ୍ଷର ମନ୍ତ୍ରଟା କେତେ? 12 ଅକ୍ଷର ହେଇଥିବ। ଅନନ୍ତ ମାଧବ ରୂପେ ଖେଳୁଥିବି ଏକାମ୍ର ବନ ଅନ୍ତରେ। ଦେଖ କି ସୁନ୍ଦର କହିଲେ। କହିଲେ ହେ ରାମ, ମୁଁ ଅନନ୍ତ ମାଧବ ରୂପରେ ଖେଳ କରୁଥିବି। କୋଉଠି? ଏକାମ୍ର ବନ ଅନ୍ତରେ। ଏକାମ୍ର ବନର ସନ୍ନିକଟରେ ପର୍ବତ ଶିଖରେ ପଦ୍ମ ଫୁଟିଥିବ ଭକ୍ତ ଚିହ୍ନିବେ ସେ କାଳେ। ପର୍ବତ ଶିଖରେ କଣ? ପଦ୍ମ ଫୁଟିଥିବ। କଣ ଗୋଟେ ପଦ୍ମ ଫୁଲଟା ଯାଇ ସ୍ୱତନ୍ତ୍ର ଗୋଟେ ପାହାଡ ଉପରେ ଫୁଟିଥିବ ନା? ସେ ତାଙ୍କ ପରିଚୟ ଦଉଛନ୍ତି। କିଏ ସେ? ଅଚ୍ୟୁତ। ମତେ ପ୍ରକୃତରେ କେମିତି ଚିହ୍ନିବେ? ନା ପର୍ବତ ଶିଖରରେ ପଦ୍ମ ଫୁଟିଥିବ। ପର୍ବତ ବୋଲନ୍ତି ମସ୍ତକ ହେଲା। କହିଲେ ମୋ ମସ୍ତକରେ ଗୋଟେ ପଦ୍ମ ଫୁଲ ଚିହ୍ନ ଥିବ। ମତେ ଦେଖିଲେ ମୋର କଣ ସାରସତ୍ୱ ଭକ୍ତ ମାନେ ମତେ ଚିହ୍ନିବେ। ଇଏ କୁହାକୁହି ଭକ୍ତ ନୁହଁ, କି ଦେଖା ଦେଖି ଭକ୍ତ ନୁହଁ, କି ଶୁଣା ଶୁଣି ଭକ୍ତ ନୁହଁ, କି ପଢାପଢି ଭକ୍ତ ନୁହଁ। ଏଗୁଡାକ ସାରସତ୍ୱ ଭକ୍ତ ମାନେ। ଦ୍ୱାଦଶ ଗୋପାଳ ଦେହରେ ଖେଳୁଥିବି, ମତେ କେହି ଚିହ୍ନି ପାରିବେ ନାହିଁ। ମୁଁ ଗୁପ୍ତରେ ଅନନ୍ତ ମାଧବ ରୂପରେ କଣ କରୁଥିବି? ଖେଳ କରୁଥିବି। ମତେ କେମିତି ଚିହ୍ନିବେ? ନା ପର୍ବତ ଶିଖରରେ ପଦ୍ମ ଫୁଟିଥିବ ଭକ୍ତ ଚିହ୍ନିବେ ସେବେଳେ। ପର୍ବତ ବୋଲନ୍ତେ ମସ୍ତକ, ମସ୍ତକ ଦେହରେ ପଦ୍ମ ଫୁଟିବ। ସତରେ କଣ ମୁଣ୍ଡରେ ଗୋଟେ ପଦ୍ମ ଫୁଟିବ? ଗୋଟେ ପଦ୍ମର ଚିହ୍ନ ଥିବ। ମତେ ଯେତେବେଳେ ଦେଖିବେ ସେଠୁ ମତେ ଚିହ୍ନିବେ। ହେ ରାମ, ତୁ ଯଦି ସେଇ ଅକୁକୁ ଧରିଥିବୁ ତାହେଲେ ତୁ ମତେ ପାଇବୁ। ଜୟ ଜଗନ୍ନାଥ। ବୁଝିପାରିଲ ନା? ବୁଝିପାରିଲ ନା? ବୁଝିପାରିଲନି? ତେଣୁ 13 ଜନ୍ମଟା ଦ୍ୱାଦଶ ଗୋପାଳଙ୍କ ଦେହରେ, ଚତୁର୍ଦଶ ଜନ୍ମଟା କୋଉଠି? ଗୁପ୍ତ ହେଇଛି ହେଲା। କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମ ଦେଶ ଖଞ୍ଜିଛି ଧାତା ପଶ୍ଚିମେ ନିଗମ ମହେଶ ଖ୍ୟାତବଟ ଗୁପ୍ତଚର ପ୍ରୋଭା ଯୋଉଦେ କ୍ଷଣ ଭଣିଲେ ଅଚ୍ୟୁତ ଗୀତ ପଦ ଛନ୍ଦେ। ଗିରି ଗୁପ୍ତ ହୋଇଥିବ ମାଟି ପ୍ରାୟ ହୋଇ ଗହ ଗହ ଶବଦ ଯେ ଶୁଭୁଥିବ ରହି। ସେ ଜାଗାରେ ମହାପୁରୁଷ ଆବିର୍ଭୂତ ହେବେ। ବୋଲାନ ଦେଖ ଆଉ ମହାପୁରୁଷ ଯିଏ ମନେ ରଖିଥା ସିଏ ହଉଛନ୍ତି ତ୍ରିକାଳଦର୍ଶୀ। ତାଙ୍କର ବହି ପଢିବା ଦରକାର ନାହିଁ। ସିଏ ତାଙ୍କର ପଛ କଥା ସବୁ ଯାକ ମନେ ଥିବ। ବା ମହାପୁରୁଷ ମା ପେଟରୁ ପୁରୁଷୋତ୍ତ ଜୟ ଜଗନ୍ନାଥ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବାର